ଯେ ଜଗନ୍ନାଥ ଶବ୍ଦର ଅର୍ଥ ଇଂଲିଶ ଅର୍ଥ ହେଉଛି ନ ଅଟକୁଥିବା ଗୋଟିଏ ଦୁଷ୍ଟ ଶକ୍ତି ସହିତ ସେମାନେ ତୁଳନା କରୁଛନ୍ତି। ନମସ୍କାର, ଜୟ ଜଗନ୍ନାଥ। ଆପଣମାନେ ଜାଣିଥିବେ ପୂର୍ବତନ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ 2022ରେ ଗୋଟେ କନକ୍ଲେଭ ଆୟୋଜନ କରିଥିଲେ। ସେ କନକ୍ଲେଭ ଥିଲା ମେକ୍ ଇନ୍ ଓଡ଼ିଶା। ଆଉ ସେ ମେକ୍ ଇନ୍ ଓଡ଼ିଶାର ତାର ପ୍ରତୀକ ଥିଲା ଜଗନ୍ନାଥ। ଆଉ ସେଥିରେ ଲେଖା ଥିଲା କମ୍ ଜଏନ୍ ଦ ଜଗନ୍ନାଥ। ଅର୍ଥାତ୍ ରାଜ୍ୟ ସରକାର ଜଣାଇବାକୁ ଚାହୁଁଥିଲେ ଯେ ଯେଉଁ ଶିଳ୍ପପତିମାନେ ସେମାନେ ଓଡ଼ିଶାକୁ ଇନଭେଷ୍ଟ କରିବା ପାଇଁ ଆସିବେ ତାଙ୍କୁ ସ୍ୱାଗତ ପାଇଁ, ଜଗନ୍ନାଥ ମାଟିକୁ ସ୍ୱାଗତ ପାଇଁ ଏପରି ଏକ ପ୍ରତୀକକୁ ନିଆଯାଇଥିଲା। କିନ୍ତୁ ପ୍ରକୃତରେ ଜଗନ୍ନାଥଙ୍କୁ ପ୍ରତିପାଦିତ କରୁଥିବା ସେହି ଇଂଲିଶ ଶବ୍ଦ ଜଗନ୍ନାଥ ପ୍ରକୃତରେ ତାହା ଜଗନ୍ନାଥ ଶବ୍ଦକୁ ପ୍ରତିପାଦିତ କରେ ନାହିଁ। ଜଗନ୍ନାଥରୁ ଜଗନ୍ନାଥ ଶବ୍ଦ ଉତ୍ପତ୍ତି କରିଥିବା ମିଶନାରୀମାନଙ୍କର ଏହା ଏକ ଷଡ଼ଯନ୍ତ୍ର ଥିଲା। ପ୍ରକୃତରେ ଜଗନ୍ନାଥ ଶବ୍ଦର ଅର୍ଥ ଏକ ଶୁଭ ଉଦ୍ଦେଶ୍ୟ ନୁହେଁ, ବରଂ ବିକୃତ ଶବ୍ଦ। ତାର ଅର୍ଥ ବି ଖୁବ୍ ବିକୃତ ଏବଂ ନକାରାତ୍ମକ। ଜଗନ୍ନାଥଙ୍କ ରଥଯାତ୍ରାରୁ ଜଗନ୍ନାଥ ଶବ୍ଦ ନିଆଯାଇଥିବା ବେଳେ ତାର ଅର୍ଥକୁ ମିଶନାରୀମାନେ ଅଶୁଭ ଏବଂ ଅପବିତ୍ର ସଂକେତ ସହ ସେମାନେ ଯୋଡ଼ିଛନ୍ତି। ପ୍ରତିବର୍ଷ ଆଷାଢ଼ ମାସରେ ହେଉଥିବା ରଥଯାତ୍ରାକୁ ଏହି ମିଶନାରୀମାନେ ସେତେବେଳେ ଏକ ଦୁଷ୍ଟ ଶକ୍ତି ସହ ତୁଳନା କରିଛନ୍ତି। ତେବେ ଆସନ୍ତୁ ଏହି ଜଗନ୍ନାଥ ଶବ୍ଦର ତାର ପ୍ରକୃତ ଅର୍ଥ ଏବଂ ତାର ପ୍ରଚଳନର ଉଦ୍ଦେଶ୍ୟ ବିଷୟରେ ସବିଶେଷ ତଥ୍ୟ ଜାଣିବା। ବିଶ୍ୱାସ ଅଛି ଯେ ପ୍ରତିବର୍ଷ ଆଷାଢ଼ ମାସରେ ପୁରୀ ଶ୍ରୀକ୍ଷେତ୍ରରେ ମହାପ୍ରଭୁଙ୍କ ଜଗନ୍ନାଥଙ୍କ ଯେଉଁ ରଥଯାତ୍ରା ହେଉଛି, ସେହି ରଥରେ ପ୍ରଭୁ ଜଗନ୍ନାଥଙ୍କୁ ବାମନ ବେଶରେ ଦେଖିଲେ ମଣିଷ ମୋକ୍ଷ ପ୍ରାପ୍ତି ହୋଇଯାଏ। ସେହିପରି ରଥ ଚକ ତଳେ ଯଦି ଭକ୍ତର ଜୀବନ ଚାଲିଯାଏ ତାର ମଧ୍ୟ ଜୀବନ ଉଦ୍ଧାର ହୋଇଯାଏ ଆଉ ସେ ମୋକ୍ଷ ପ୍ରାପ୍ତି ହୁଏ ବୋଲିକି ବିଶ୍ୱାସ ବି ରହିଛି। ତେଣୁ ବହୁ ଆଗରୁ ଯେତେଥର ରଥଯାତ୍ରା ହୁଏ ଅନେକ ଭକ୍ତ ଏହି ବିଶ୍ୱାସ ନେଇକି ସେହି ରଥ ଚକ ତଳେ ନିଜକୁ ଉତ୍ସର୍ଗୀକୃତ ମଧ୍ୟ କରିଦିଅନ୍ତି। ଅର୍ଥାତ୍ ଯେତେବେଳେ ରଥ ଯାଏ ଭକ୍ତମାନେ ଜଗନ୍ନାଥଙ୍କ ଭକ୍ତିରେ ଏତେ ତଲ୍ଲୀନ ହୋଇଯାଆନ୍ତି ଯେ ସେମାନେ ନିଜ ଜୀବନକୁ ସେହି ରଥ ଚକ ତଳେ ଉତ୍ସର୍ଗୀକୃତ କରିଦିଅନ୍ତି। ବହୁତ ଦୁର୍ଘଟଣା ହୁଏ ଆଉ ମୃତାହତ ମଧ୍ୟ ହୁଏ। ଯେତେବେଳେ 1803ରେ ବ୍ରିଟିଶ ମାନେ ଆସିଥିଲେ ସେମାନେ ମଧ୍ୟ ଏହି ଜଗନ୍ନାଥ ରଥଯାତ୍ରାକୁ ସେମାନେ ମଧ୍ୟ ଦେଖିଛନ୍ତି କେମିତି ଭକ୍ତମାନେ ଭକ୍ତିରେ ଭାବପ୍ରବଣ ହୋଇ ତଲ୍ଲୀନ ହୋଇ କେମିତି ସେମାନେ ପୁରା ବଡ଼ଦାଣ୍ଡରେ ଏକାକାର ହୋଇଯାଆନ୍ତି ଆଉ ରଥ ଚକ ତଳେ ଜୀବନ ଦେଇଦିଅନ୍ତି। ଗୋଟେ ବହି ଅଛି ସମୟ ସୂତରେ ଶ୍ରୀମନ୍ଦିର, ତାର ଲେଖକ ହେଉଛନ୍ତି ପଦ୍ମଚରଣ ସାହୁ। ସେ ବହିରେ ଉଲ୍ଲେଖ କରିଛନ୍ତି ଯେ 1806 ମସିହାରେ ଜଣେ ଖ୍ରୀଷ୍ଟିଆନ ପାଦ୍ରୀ ସେ ଜଗନ୍ନାଥ ରଥଯାତ୍ରା ଦେଖିବାକୁ ଆସିଥିଲେ ପୁରୀ ଶ୍ରୀକ୍ଷେତ୍ର। ସେ ସମୟରେ ଯେତେବେଳେ ରାସ୍ତାଘାଟ ନଥିଲା ଯୋଗାଯୋଗ ପାଇଁ, ଲୋକେ ଚାଲି ଚାଲି ଯାଉଥିଲେ, ଗାଡ଼ି ଘୋଡ଼ାର ସେ ବ୍ୟବସ୍ଥା ନଥିଲେ, ତଥାପି ପୁରୀ ଶ୍ରୀଜଗନ୍ନାଥ ଲୋକାରଣ୍ୟ, ହଜାର ହଜାର ଲୋକ ସେ ବି ଦେଖିକି ଗୋଟେ ମାନେ ଆଚମ୍ବିତ ହୋଇଯାଇଥିଲେ। ଅଧାଗଢ଼ା ଜଗନ୍ନାଥଙ୍କୁ ରଥରେ ଦେଖିବା ପାଇଁ ହଜାର ହଜାର ଭକ୍ତଙ୍କ କେମିତି ଗହଳି ହୋଇପାରେ। ଏମିତିକି ଯେତେବେଳେ ରଥ ଯାଉଥିଲା ଦୁର୍ଘଟଣା ଯୋଗୁଁ ଅନେକ ଜୀବନ ମଧ୍ୟ ଯାଇଥିବା ସେ ଲକ୍ଷ୍ୟ କରିଛନ୍ତି। ଆହୁରି କେତେଜଣ ଭକ୍ତ ସ୍ୱେଚ୍ଛାକୃତ ଭାବେ ଜଗନ୍ନାଥ ରଥ ଯେତେବେଳେ ଗଡ଼ିକି ଯାଏ ସେହି ରଥ ଚକ ଆଗକୁ ଡେଇଁ ପଡ଼ନ୍ତି। ଆଉ ବଡ଼ଦାଣ୍ଡରେ ପଡ଼ୁଥିବା ସେହି ଶବ ଗୁଡ଼ିକୁ ବାକି ଭକ୍ତମାନେ ସେମାନେ କ'ଣ କରୁଥିଲେ ନା ସେହି ଶବ ଉପରକୁ ଚାଉଳ ଏବଂ କଉଡ଼ି ପକାଇ ଜୁହାର ହେଉଥିଲେ। ଏ ଦୃଶ୍ୟ ଖ୍ରୀଷ୍ଟିଆନ ପାଦ୍ରୀ ବୁକାନନ ଦେଖିଛନ୍ତି ଆଉ ସେ କଥା ବି ସେ ତାଙ୍କ ଡାଏରୀରେ ଉଲ୍ଲେଖ କରିଛନ୍ତି। ଆଉ ଜଣେ ଖ୍ରୀଷ୍ଟିଆନ ପାଦ୍ରୀ ରେଭରେଣ୍ଡ ସ୍ମିଥ ସେ ବି ମଧ୍ୟ ଜଗନ୍ନାଥ ରଥଯାତ୍ରା ଦେଖିବା ପାଇଁ ଆସିଥିଲେ। 1809 ମସିହାରେ ସେ ଯେଉଁ ରଥଯାତ୍ରା ଦେଖିବାକୁ ଆସିଥିଲେ ତାଙ୍କ କଥା ଅନୁସାରେ ସେହି ବର୍ଷ ରଥ ଚକ ତଳେ
150 ଜଣ ପ୍ରାଣ ହରାଇଥିବା ସେ ତାଙ୍କ ଆଖିରେ ଦେଖିଛନ୍ତି। ଜଗନ୍ନାଥଙ୍କ ରଥଯାତ୍ରାରୁ ଜଗନ୍ନଟ ଶବ୍ଦ ନେଲେ। ଆପଣମାନେ ଏଇ ଜଗନ୍ନଟ ଶବ୍ଦର ଅର୍ଥ କ'ଣ? ଯେଉଁ ଜଗନ୍ନଟ ଶବ୍ଦ ସେମାନେ 19ବିଂଶ ଶତାବ୍ଦୀରେ ଜଗନ୍ନାଥରୁ ନେଲେ, ତାର ପ୍ରକୃତ ଅର୍ଥ ହେଉଛି ଅର୍ଥାତ୍ ଗୋଟେ ଭାରୀ ଯାନ ଆଉ ଗୋଟେ ଅନଷ୍ଟପେବଲ୍ ଫୋର୍ସ, ମାନେ ନ ଅଟକୁଥିବା ଗୋଟିଏ ଦୁଷ୍ଟ ଶକ୍ତି ସହିତ ସେମାନେ ତୁଳନା କରିଛନ୍ତି। ଯେଉଁ ରଥ ତଳେ ଲୋକମାନଙ୍କର ଜୀବନ ଚାଲି ଯାଉଥିଲା, ତାଙ୍କୁ ସେମାନେ ଗୋଟେ ଦୁଷ୍ଟ ଶକ୍ତି ସହିତ ତୁଳନା କରିଛନ୍ତି, ଗୋଟେ ଅନଷ୍ଟପେବଲ୍ ଫୋର୍ସ। ଏହି ୟୁରୋପୀୟ ଏବଂ ପାଶ୍ଚାତ୍ୟ ଦେଶର ମିଶନାରୀ ମାନେ ଜଗନ୍ନାଥ ରଥଯାତ୍ରାକୁ ଲକ୍ଷ୍ୟ କରିକି କହିଥିଲେ ଯେ ଜଗନ୍ନାଥ ରଥ ଘୋର ଗର୍ଜନ କରିକି କୌଣସି ବାଧାବିଘ୍ନ ନ ମାନିକି ସେ ତାର ଗନ୍ତବ୍ୟ ପଥରେ ଚଳେ, ଅର୍ଥାତ୍ ଗନ୍ତବ୍ୟ ପଥରେ ଅଗ୍ରସର ହୁଏ। ତାର ଚକ ତଳେ ଯିଏ ପଡ଼ିଲା ସିଏ ମଲା। କାର ଅଫ୍ ଜଗନ୍ନଟ ଅର୍ଥାତ୍ ଜଗନ୍ନାଥଙ୍କ ରଥ। ସେହି ରଥ କୌଣସି ବାଧାବିଘ୍ନକୁ ନ ମାନି ନିଜ ରଥ ଚକ ତଳେ ସବୁକିଛି ଯେମିତି ଧ୍ୱଂସ କରିଯାଉଛି। ଏକ ଅବିରାମ ଗତିରେ ଅନେକ ଜୀବନ ନେଇଯାଉଛି, ଅନେକ ରକ୍ତପାତ ଘଟିଯାଉଛି। ଆଉ ସେହି ମିଶନାରୀ ମାନେ ଏହାକୁ ଆଉ ଗୋଟିଏ ପଦରେ କହିଲେ ରୋଲିଂ ଲାଇକ୍ ଦ କାର ଅଫ୍ ଜଗନ୍ନଟ। ଆଉ ଏହି ରଥଯାତ୍ରାକୁ ଆଉ ଏହି ରଥକୁ ଏକ ନକାରାତ୍ମକ ଦୃଷ୍ଟିରେ ଏମିତି ଏକ ପ୍ରଚାର ହେଲା ଯେ ଜଗନ୍ନଟ ଶବ୍ଦକୁ ମାନେ ପ୍ରଚଳନ କଲେ ଯେ ତାହା ଏକ ଇଂଲିଶ ଶବ୍ଦରେ ଲିପିବଦ୍ଧ ହୋଇଗଲା ଡିକ୍ସନାରୀରେ, ଆଉ ସେ ଶବ୍ଦ ବ୍ରିଟେନରେ ମଧ୍ୟ ଖୁବ୍ ପ୍ରଚଳନ ହେଲା। ଏମିତିକି ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ଆମେରିକାର ରାଷ୍ଟ୍ରପତି ରୁଜଭେଲ୍ଟ ତାଙ୍କର ଯୁଦ୍ଧ ସାମଗ୍ରୀ, ତାଙ୍କର ଯେଉଁ ଯୁଦ୍ଧ ସାମଗ୍ରୀ ତିଆରି ଯୋଜନା ଏକ ଅବିରାମ ଏବଂ ଅବାଧ ଗତିରେ ମାନେ ଚାଲୁଛି, ତାକୁ ଦର୍ଶାଇବାକୁ ଯାଇକି ରୁଜଭେଲ୍ଟ କହିଥିଲେ ଯେ ଆୱାର ମେସିନ୍ସ ରୁଲ୍ ଲାଇକ୍ ଦ କାର ଅଫ୍ ଜଗନ୍ନଟ, ଅର୍ଥାତ୍ ଆମର କଳଗୁଡ଼ିକ ଜଗନ୍ନାଥଙ୍କ ରଥ ପରି ଗଡ଼ି ଚାଲିଛି। ପବିତ୍ର ଜଗନ୍ନାଥ କ୍ଷେତ୍ରରେ ରଥଯାତ୍ରାକୁ ମାନବ ହତ୍ୟାର ଅବତାରଣା କରିକି ଜଗନ୍ନାଥଙ୍କୁ ନିଚ ଦେଖାଇବା ଉଦ୍ଦେଶ୍ୟରେ ଖ୍ରୀଷ୍ଟିଆନ ମିଶନାରୀ ମାନେ ଏହି ଜଗନ୍ନଟ ଶବ୍ଦକୁ ନେଇଥିଲେ, ଯାହାର ଅର୍ଥ ହେଉଛି ସମ୍ପୂର୍ଣ୍ଣ ନକାରାତ୍ମକ ଏବଂ ଅଶୁଭ। ପ୍ରଭୁ ଜଗନ୍ନାଥଙ୍କ ପବିତ୍ର ରଥଯାତ୍ରାକୁ ନେଇକି ସବୁଠାରୁ ଘୃଣ୍ୟ ଏବଂ ବିବାଦୀୟ ମନ୍ତବ୍ୟ ଦେଇଥିଲେ ଆମେରିକାର ତତ୍କାଳୀନ ରାଷ୍ଟ୍ରପତି ରୁଜଭେଲ୍ଟ।